ତମେ କାନ୍ଧରେ ପଇସା ତାହେଲେ କଣ ତୁମ ବ୍ରାହ୍ମଣ ଶାସନ ପିଲା ଚଣ୍ଡାଳ ସାହିକୁ ଆସିଛ କାହିଁକି? ତୁମେ କଣ ଜାଣିନ ବ୍ରାହ୍ମଣ ଶାସନ ଲୋକଙ୍କୁ ଚଣ୍ଡାଳ ସାହିକୁ ଆସିବା ମନା ଆଉ ଚଣ୍ଡାଳ ମାନଙ୍କୁ ବ୍ରାହ୍ମଣ ଶାସନ ପାଦ ଥାପିବା ମନା। କିନ୍ତୁ ତାପରେ କୁହ ତମେ କିଏ? ଚଣ୍ଡାଳ ମଶାଣିରେ ଶବ ଦାହ କରୁଥିବା ଚଣ୍ଡାଳ ମୁଁ। ଯଦି ସଦା ଜାଣିପାରେ ତ ଗଣ୍ଡିରୁ ମୁଣ୍ଡଟାକୁ ଅଲଗା କରିଦେବ, ମୁଣ୍ଡଟାକୁ ବ୍ରାହ୍ମଣ ଶାସନ ପଠେଇଦେବ। ଗଣ୍ଡିଟା ଆଜି ମତେ ଦେହ କରିବାକୁ ପଡିବ। କିନ୍ତୁ ଯିଏ ମୋ ସ୍ୱପ୍ନରେ ବାରମ୍ବାର ଆସୁଛି, ମୋ ବଂଶୀଶ୍ୱର ତାଳରେ ନାଚୁଛି, ଏଇଟା ବି ଠିକ ସେଇ ଜାଗା। ହେଲେ ସେ ଝିଅଟା ପାଗଳ ହୋଇଯାଇଛୁ ନା ବାବୁ, ତୁ ପୁରାପୁରି ପାଗଳ ହୋଇଯାଇଛୁ। ଆରେ ସ୍ୱପ୍ନ କଥା କଣ କେବେ ସତ ହୋଇଥାଏ? କାହିଁକି ଜାଣି ଶୁଣି ମରଣକୁ ବରଣ କରୁଛ ବାବୁ? ମୁଁ ମଧ୍ୟ ଜାଣେ ସ୍ୱପ୍ନ କେବେ ବାସ୍ତବ ହୁଏନି। ହେଲେ ଠିକ ଯେମିତି ଗୋଟିଏ ସ୍ୱପ୍ନ ମତେ ବିବ୍ରତ କରିଦେଉଛି। ବାବୁ ତମ ଭାଗ୍ୟ ମୋ ହାବୁଡେ ପଡିଛ, ନହେଲେ ମୋ ଜାଗାରେ ଅନ୍ୟ ଥିଲା ଏଠି ତମ ଲାଶ କରନ୍ତା ଲାଶ। ଓ ବାବୁ ଏମିତି କହି ମତେ ଛାନିଆ କରିଦେବ ନା। ମୁଁ କିନ୍ତୁ ଠିକ ଜାଣିଛି ସେ ରାଧିକା ଏ ଚଣ୍ଡାଳ ବସ୍ତିରେ ଅଛି। ଆଜି ମୁଁ ତାକୁ ଦେଖା କରିବି ଆଉ ଏଠୁ ଯିବି। କୋଉ ରାଧିକା କଥା କହୁଛ? ଯେ ପାଦର ଗୁଗୁଳ ବାନ୍ଧି ରାତିର ସାଥୀ ସାଜେ, ତୁମେ ସେଇ ରାଧିକା କଥା କହୁଛ ବାବୁ? ହଁ ବାବୁ ମୁଁ ସେଇ ରାଧିକା କଥା କହୁଛି। ରାଧିକା ଏ ବଂଶୀଶ୍ୱର ଶୁଣିକି ପାଗିଲି ହେଇ ନାଚି ଉଠେ, ମୁଁ ସେଇ ରାଧିକା କଥା କହୁଛି ବାବୁ। ବାବୁ ଦ୍ୱାପର ଯୁଗର ସେ ରାଧିକା ଏ ରାଧିକା ଭିତରେ ଅନେକ ପାର୍ଥକ୍ୟ, ଅନେକ ତାରତମ୍ୟ। ଏ ରାଧିକା ହଉଛି ଗୋଟିଏ ବେଶ୍ୟା। ପ୍ରତିଦିନ ରାତିରେ ରାଜା ଚାହାକୁ ଫୁଲର ବିଛଣା ସଜାଇ ନିଜ ଯୌବନକୁ ସମର୍ପଣ କରେ। ତାର ନିତିଦିନିଆ କାମ। ହେଲେ ସେ ସେମିତି କାହିଁକି କରେ? ଭୋକ ମେଣ୍ଟାଇବା ପାଇଁ। ଦାସୀ କଳାସିଏ ଦାସୀ କୁଳରେ ଜନ୍ମ ନେଇ ରାଜାଙ୍କ ମନୋରଞ୍ଜନ ନ କରି ଆଉ ବା ତାର ଚାର କୌଣସି। କିନ୍ତୁ ତାଙ୍କ ଘର ଲୋକ କେହି ନାହାନ୍ତି ବାବୁ, ଗୋଟିଏ ଭାଇ। ସେ ପୁଣି ଦିନ ରାତି ମଦ ପିଇ ମାତା ନିଜ ଭଉଣୀ ଦେହକୁ ରାଜା ସାହେବକୁ ଭେଟି ଦେଇ ମଦ ଟଙ୍କା ହାସଲ କରିବା ତାର କାମ। ହେ ଭଗବାନ, ଏ ସମାଜରେ ଏମିତି ଭାଇ ଅଛନ୍ତି। ଏମାନେ ତ ସମାଜ ପାଇଁ ଗୋଟିଏ ଗୋଟିଏ ଅଭିଶପ୍ତ ଭାଇ। ଭଉଣୀ ମାରିବା ପାଇଁ ଶୈତାନ। ସେ ନିଜ ଭଉଣୀ ଦୈନିକା ଟଙ୍କାରେ ମଦ ମାଂସ ଖାଇବା କରୁଛି। ମୁଁ ସେଇ ସମାଜର ଅଭିଶପ୍ତ ମଣିଷ। ଆଉ ଗୋଟେ ଶୈତାନ ଭାଇ। ପଚାର ବାବୁ ପଚାର, ଯଦି ପାରୁଛ ତୁଇ ଗାଳକୁ ତୁଇ ଚାପୁଡ଼ା ଦେଇ ଶାସନ କର। ତଥାପି ପାରିବନି ବାବୁ, କାରଣ ଆମେ ପରା ଦାସାନୁଦାସ। ରାଜା ସାହେବଙ୍କ ସେବା ପୂର୍ବ ପୁରୁଷରୁ ଆମ ପରମ୍ପରା ରହି ଆସିଛି। ତା ବୋଲି ତମମାନଙ୍କ ମା ଭଉଣୀକୁ ସେ ରାଜାକୁ ଭେଟିଦବ? ସେଦିନ ମୋ ଭଉଣୀ ଦେହରୁ ନୂଆ ନୂଆ ଯୌବନର ବାସ୍ନା ପ୍ରସ୍ଫୁଟିତ ହେଉଥାଏ। ଠିକ୍ ସେତିକି ବେଳେ ସେ ଶୈତାନ ନଜର ପଡ଼ିଲା ମୋ ନାବାଳିକା ଭଉଣୀ ରାଧିକା ଉପରେ। ସେଦିନ ମୁଁ ବହୁତ କାକୁତି ବିନତି ହେଇଛି ବାବୁ, କିନ୍ତୁ ମୋ କଥା ଶୁଣିଲାନି। ଲୋକ ଲଗେଇ ଟେକି ନେଇଗଲା ତା ରାଜା ଦରବାରକୁ। ମନ ଇଚ୍ଛା ତାର ତଳିଆ ଶରୀରଟାକୁ ବାରମ୍ବାର ଉପଭୋଗ କଲା। ମୋ ବାପାଟା ପ୍ରତିବର୍ଷ ଭାବୁନି ତାକୁ ଗଣ ଗଣ କରି ଆଣିଦେଲା। ତମେ ତ ଗାଁ ପୁରୁଷ ନୁହଁ ନା? ଚାହିଁଥିଲେ ପଥର ଜବାବ ପଥର ଦେଇପାରିଥାନ୍ତ।
ପାରିନଥାନ୍ତୁ ବରଂ ଭାଇ ଭଉଣୀ ଦିଟା ଯାକ ତା ରାଜଉଆସରେ ସମାଧି ଦେଇଥାନ୍ତୁ। ତୁ ବି ରାଜି ତାକୁ ପାଇବା ପାଇଁ ଜୁତା ଚେଷ୍ଟା କର ବାବୁ, ନହେଲେ ସେ ଶୋଇଥାନ୍ତା ତୋତେ ବି ମାରିଦେବ। ମତେ ମରିବାକୁ ଡର ନାହିଁ ମୋର, କିନ୍ତୁ ମୋ ମନର ମାନସି ରାଧିକାକୁ ଦେଖା ନ କରି ଆଜି ମୁଁ ଏଠୁ ଯାଇପାରିବିନି। ଠିକ ଅଛି, ତମ କଥା ଶୁଣି ମତେ ଯେମିତି ଲାଗିଲା ତୁମେ ମଣିଷ ପରି ମଣିଷଟିଏ। ମନା କରିପାରୁନି, ରାଧା ରାଜଉଆସରୁ ଫେରିବା ସମୟ ହେଇଗଲାଣି। ଏ ସକାଳ ସୂର୍ଯ୍ୟ ଆଣିବା ପୂର୍ବରୁ ତୁମେ ଜଗା ଛାଡ଼ି ଚାଲି ଯାଇଥିବ। কে ভাই এই লোককে তো মুখে আমি দেখিনি। ঠিক ସେ ମୁହଁ, ସେ ଧଳା କିସ ମେଘା କେଶ ସାଧବ ଜେର ଠାଣି, ଇଏ ତ ମୋ ସ୍ୱପ୍ନର ରାଧିକା। কে তুমি? ମୁଁ ତ ଆଗରୁ କେବେ ତମକୁ କୋଉଠି ଦେଖିନି। ମୁଁ କିନ୍ତୁ ତୁମକୁ ବାରମ୍ବାର ସ୍ୱପ୍ନରେ ଦେଖିଛି। ଏ ବଂଶୀର ବଂଶୀସ୍ୱର ଶୁଣିବା ମାତ୍ରେ ତମେ ପାଦରେ କୁକୁର ବାନ୍ଧି ମୋ ବଂଶୀର ସ୍ୱର ଚାଲ ଦେଇ ନାଚ। ମତେ କଣ କେବେ ସ୍ୱପ୍ନ ଦେଖିନ? ଓହୋ କେଡ଼େ ପାଗଳ ଲୋକଟେ। ଭାଇ ତମେ କଣ ୟାକୁ ଆଗରୁ ଜାଣ? ନା ଚିହ୍ନିନି, କିନ୍ତୁ ତୋତେ କିଏ ଦେଖା କରିବା ପାଇଁ ଏ ଲୋକଟା ଘଣ୍ଟେ ହେଲାଣି ମୋ ମୁଣ୍ଡ ଖାଇଲାଣି। ଶୁଣବା, ମୋର ତେଣେ କେତେ କାମ। ରାଜା ସାହେବଙ୍କୁ କାନକୁ କଥା ଯିବା ପୂର୍ବରୁ ଏ ଲୋକଟାକୁ ଏଠି ବିଦା କରିନଥିବୁ, ନଚେତ୍ ରାଜା ସାହେବଙ୍କ ନିର୍ଦ୍ଦେଶରେ ମୋରି ହାତରେ ଜୀବନ ଯିବ। ମୁଁ ଆସୁଛି ନା। ସ୍ୱପ୍ନ ଦେଖିଥିଲି, ଆଜି ବାସ୍ତବ ଦେଖିଲା ପରେ ମୋ ମନ ତ ଆହୁରି ମତ ହେଉଚି। ମୋ ସ୍ୱପ୍ନ ରାନ୍ଧି ଆଜି ମୋ ଆଖି ସାମ୍ନାରେ ତମେ କିଛି କହିବନି ମତେ? তুমি যাহাକୁ রাধা বলে ভাবুছ, সে সত্যি রাধা নুহ। এ রাধা হচ্ছে এ রঙ্গ কঠির বারঙ্গনা বেশ্যা।